Tejaswi Yadav fight the election against BJP and Nitish Kumar alone without Congress party. Congress ର ବଡ଼ strength ନଥାଏ ଭାଇ କିନ୍ତୁ ଲଢିବା ପାଇଁ ଏମାନେ ଯୋଉ ଦିଲ୍ଲୀରେ କଣ ହେଲା ଦିଲ୍ଲୀରେ କଂଗ୍ରେସ ବହୁତ ବଡ଼ ଡ୍ୟାମେଜ କଲା ଆପର ଇଏ କେଜରିୱାଲଙ୍କର ଇମେଜ ଉପରେ ଯୋଉ ଆଟାକ ହଉଥିଲା ଯାହା ଉପରେ ସେ ଦଳଟା ନିର୍ଭର କରିଥିଲା ସେଥିରେ କିଛି ସାହାଯ୍ୟ କରିଦେଲା କଂଗ୍ରେସ ପାର୍ଟି କଂଗ୍ରେସର ଇଣ୍ଟର କ୍ୟାମ୍ପେନ ହେଲା କେଜରିୱାଲଙ୍କ ତାଙ୍କ ନେତାମାନେ ଦେଖିଥିବ କେଜରିୱାଲଙ୍କ ଇମେଜଟା ଗୋଟେ ଡାଉନ କରିବା So এইটা আলটিমেট কিন্তু তাঙ্কর আটাক কুয়াড়ে হওয়া উচিত তার আটাক শুড বি এগেন্স্ট বিজেপি সেই যে কনসেন্ট্রেশনটা রখি পারু নাহান্তি সে কনসেন্ট্রেশন সবু দল রখিলে হি কম হ্বাট পে নিজ নিজ ভিতরে সে মিশি গোটাଏ দল হইଯିବେନି কিন্তু তাঙ্কর টার্গেটটা নম্বর 1 টার্গেট মস্ট বি বিজেপি তেଣୁ ସେଇଟା ଯଦି ସବୁ ନିର୍ବାଚନ ପ୍ରମାଣ କରୁଛି ବାରମ୍ବାର ଏଇଟା ହରିୟାଣାରେ ଇଏ ହାରିଗଲେ ହରିୟାଣାରେ ତମେ ହାରିଲେ ଠିକ ଅଛି କାହାକୁ ଦେଲନି ତମେ ଆମ୍ ଆଦମୀ ପାର୍ଟି କି ତମେ କିଟା ସିଟ୍ ଦେଇଥାନ୍ତ କଣ କରିଥାନ୍ତ ଇଏ ମଧ୍ୟ ଏଠି କଥା ଭାବିଲେ ଆମେ ନିଜେ ଜିତିବୁ ଆପଣ ଜାଣିଛନ୍ତି 12ଟା ସିଟ୍ ସେମାନେ ହାରିଛନ୍ତି ଆମ୍ ଆଦମୀ ପାର୍ଟି ଯୋଉଠି କଂଗ୍ରେସ କାଟିବାଣି ଯଥେଷ୍ଟ ଭଲ ଭୋଟ ପାଇଛନ୍ତି ଡିଫିଟ୍ ମାର୍ଜିନ ଯେତିକି ହାରିଛନ୍ତି ତାର ଯଥେଷ୍ଟ ଅଧିକା ଭୋଟ କଂଗ୍ରେସ କ୍ୟାଣ୍ଡିଡେଟ୍ ପାଇଛି So these things are there. କିନ୍ତୁ ଏଇଟା ସମସ୍ତେ ରିଅଲାଇଜ କରିବେ ଯଦି ତାହେଲେ ପୁଣି ରିଭାଇଭ କରିବ ଇଣ୍ଡିଆ ଆଲାଏନ୍ସ ନହେଲେ ପୁଣି ଲଢିବେ ଅଲଗା ଅଲଗା କିନ୍ତୁ ଲଢି ପାରିବେନି ମୁଁ କହିଲି ଯେମିତି ବିହାର ପରେ ହବ କେବେ ହେଲେ ମତେ ଲାଗୁଛି ଇଏ ମାନେ ବହୁତ ସଂଗଠିତ କରିବ ଇଣ୍ଡିଆ ମେଣ୍ଟଟା କନସୋଲିଡେଟ କରିବ ଆହୁରି ନାଇଁ ବାଧ୍ୟ ମାନେ ସେମାନେ ପ୍ରତ୍ୟେକ ଅନୁଭବ କରିସାରିଲେଣି ଏଇ ରାସ୍ତାରେ ଗଲେ ସେମାନେ ନିଜେ ଖତମ ହେବେ ଦେଖନ୍ତୁ ୟା ପରେ এইটি বিজেপি এইটি রহবনি বিজেপি পুরাপুরি আম আদমি পার্টি কি ভাঙ্গিয়া ପାଇଁ উଦ୍ୟମ କରିପାରେ ବର୍ତ୍ତମାନ କେଜରିୱାଲ ହାରି ଯାଇଛନ୍ତି ତାଙ୍କର ଗୋଟିଏ ରାଜ୍ୟରେ କିନ୍ତୁ ସରକାର ଅଛି ପଞ୍ଜାବରେ ଆଉ 2 ବର୍ଷ ପରେ ଇଲେକ୍ସନ ହବ ତେଣୁ ତାକୁ ମଧ୍ୟ ଭାଙ୍ଗିବାକୁ ଚେଷ୍ଟା କର ଅବଶ୍ୟ ପଞ୍ଜାବରେ ବିଜେପିର କୌଣସି ଶକ୍ତି ବିଶେଷ ନାହିଁ କିନ୍ତୁ ହେଲେ ମଧ୍ୟ ବି ଆମ୍ ଆଦମୀ ପାର୍ଟିଟାକୁ ଫର୍ଦର ଡ୍ୟାମେଜ ଯଦି କରିଦେବେ କାରଣ ଯଦି ଦେଖନ୍ତି ଆମ୍ ଆଦମୀ ପାର୍ଟିର ଅନେକ ଲୋକ ଅଛନ୍ତି ଯଦି ଆମ୍ ଆଦମୀ ପାର୍ଟି ନ ରହିବ ସେମାନେ ବିଜେପି କି ପସନ୍ଦ କରିବେ କାହିଁକିନା ଏଇଟା ସଫ୍ଟ ହିନ୍ଦୁତ୍ୱର ପାର୍ଟି ଆମ୍ ଆଦମୀ ପାର୍ଟି ବେସିକାଲି ଆପଣ ଯଦି କହିବେ ତମେ ଜୟ ଶ୍ରୀରାମ କହିଲେ ଆମେ ଜୟ ହନୁମାନ କହିବୁ ଇଏ ତ ତେଣୁ ସେ ଦୃଷ୍ଟିରୁ ହେଇପାରେ ଆଙ୍କର ଏଇଟା ବିଲକୁଲ ଖତମ କରିଦେଇ ପାରନ୍ତି କାରଣ ଖତମ କରିଦେଲେ ତ ବିଲକୁଲ କାରଣ ବିଜେପି ଯାହାହେଲେ ମଧ୍ୟ ଦିଲ୍ଲୀରେ ସେମାନେ ମେଜର ଅପୋଜିସନ ଭାବରେ ରହିବେ 42% ଭୋଟ ପାଇଛନ୍ତି ମୁଁ ଦିଲ୍ଲୀରେ ଆଉ ଗୋଟେ କଥା ଏଥର ହେଲା ବଡ ଆଶ୍ଚର୍ଯ୍ୟ କଥା ଦେଖିବ ଆମେ ସେଦିନ ବି ଆଲୋଚନା କରୁଥିଲେ ମିଡିଲ କ୍ଲାସ ଭୋଟ ଯୋଉଟା ଯୋଉମାନେ ଅରବିନ୍ଦ କେଜରିୱାଲ ବା ଆପର ପ୍ରକୃତ ସ୍ରଷ୍ଟା ଥିଲେ ମାନେ ସମର୍ଥକ ଥିଲେ ସେମାନେ ପୁରା ଡେଜର୍ଟ କରିଗଲେ ଏଇ ନିର୍ବାଚନରେ ଟୁ ବିଜେପି କେବଳ ସବୁ କାରଣ ୟାଙ୍କ ବିରୁଦ୍ଧରେ ଯୋଉ ଆଞ୍ଚ ଆସିଗଲା ତାଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆସିଗଲା ନଦ ହେଇଗଲା ଜେଲ ଚାଲିଗଲେ ଦ୍ୱିତୀୟ କଥା ହେଲା ଯେ ବଜେଟରେ ଯୋଉ ବ୍ୟବସ୍ଥା ହେଲା ଯୋଉ କଥା ହେଲା ଏ ସବୁ ନେଇକି ସିଆଡକୁ ଚାଲିଗଲା ଦ୍ୱିତୀୟ କଥା ଦିଲ୍ଲୀରେ ଯୋଉମାନେ ଗରିବ ଲୋକ ଆଶ୍ଚର୍ଯ୍ୟ କଥା ଯୋଉମାନେ ଦିଲ୍ଲୀରେ ଗରିବ ଲୋକ ୱାର୍କିଂ କ୍ଲାସ ପପୁଲେସନ ଏ ଯୋଉ ଆସନ ସେମାନେ ପାଇଛନ୍ତି ଆପଣ ଦେଖୁଛନ୍ତି ଭୋଟ ଏଇ ଶ୍ରେଣୀର ଭୋଟ ପାଇଛନ୍ତି ଯାହାକୁ ବସ୍ତି ଅଞ୍ଚଳରେ ପାଇଛନ୍ତି ଯାହା କହୁଛନ୍ତି ଆପଣ ଏଇ ଯୋଉ ଗରିବ ଶ୍ରେଣୀର ଲୋକ ସେମାନେ ଆଙ୍କୁ ଦେଇଛନ୍ତି ଭୋଟ କିନ୍ତୁ ମଧ୍ୟବିତ୍ତ ଶ୍ରେଣୀ ଯୋଉଟା ଆର ମେନ୍ ଆଧାର ଥିଲା ସେଟା ପୁରା ଡେଜର୍ଟ କରିଗଲା ଛାଡ଼ିଦେଲା ଛାଡ଼ି ଦେଇକି ବିଜେପି ଚାଲିଗଲା ଚାଲିବାକୁ ବିଜେପିର ଭୋଟ ଏତେ ବଢିଲା